হরে কৃষ্ণ। শাস্ত্র লেখিছি অকর্মে বাসুদেব প্রীতি, কর্ম ଯିଏ করে ক্ষয় জানতি। ଅନେକ ଲୋକ ଏହି କଥାଟାକୁ ଚିନ୍ତନ କରିଥାନ୍ତି ଯେ ଅକର୍ମେ ବାସୁଦେବ ପ୍ରୀତି, ଆମେ ଯଦି ଅକର୍ମ କରିବା ଆମକୁ ଭଗବାନ ପ୍ରୀତି କରିବେ, ଯଦି କର୍ମ କରିବା ଆମେ ନାଶ ଯିବା। ନା ବାବୁରେ, ଏହାର ଓଲଟା ପାଠଟାକୁ ଆପଣମାନେ ବୁଝୁଛ। ଭଗବାନ ଗୀତାରେ କ'ଣ କହିଛନ୍ତି ନା ଅକର୍ମେ ବାସୁଦେବ ପ୍ରୀତି, କର୍ମ କଲେ କ୍ଷୟ ଯାଆନ୍ତି। ଏ କର୍ମଟା କ'ଣ, ଅକର୍ମଟା କ'ଣ ଆମେ ନିହାତି ବୁଝିବା ଦରକାର। ନା ଭଗବାନ କହିଲେ ଯେତେବେଳେ ଆମକୁ ମାନବ ରୂପରେ ଜନ୍ମ ଦେଲେ, ପ୍ରତ୍ୟେକ ଜାତି ତିଆରି ହେଲା, କିଏ କେଉଁ ଜାତିରେ ଜନ୍ମ ଗ୍ରହଣ କଲା। ଯିଏ ଗୌଡ଼ ଘରେ ଜନ୍ମ ହେଲା ତାର କର୍ମ ହେଲା ଗାଈ ଜଗିବା। ଏ କର୍ମଟି କିଏ ଦେଇଛି ନା ଆମକୁ ଭଗବାନ ଦେଇଛନ୍ତି। ଜଣେ ବ୍ରାହ୍ମଣ କୁଳରେ ଜନ୍ମ ହେଲା, ମନ୍ତ୍ର ପାଠ କରିବ, ଦେବତା ପୂଜା କରିବା ତାର ଧର୍ମ ହେଲା। ଜଣେ ବାରିକ କୂଳରେ ଜନ୍ମ ହେଲା, ନା ବାବୁରେ କ୍ଷିୟର କରିବ ଏବଂ ସବୁ ପ୍ରକାର କାର୍ଯ୍ୟ କରିବା ତାର ଧର୍ମ ହେଲା। ଜଣେ ରଜକ କୂଳରେ ଜନ୍ମ ହେଲା, ଲୁଗା କାଚିବା ତାର ଧର୍ମ ହେଲା। ତେଣୁ ଭଗବାନ ଆମକୁ ଯେଉଁ କର୍ମ ଦେଇଛନ୍ତି ତାକୁ କୁହାଯାଏ ଅକର୍ମ। ଯେଉଁଟା ଆମେ କରିବା ତାକୁ କୁହାଯାଏ କର୍ମ, ନ କରିବା ଜିନିଷଟା ହଉଛି ଅକର୍ମ। ଆମେ ଉଚ୍ଚ କୂଳରେ ଜନ୍ମ ହେଲେ, ଗୌଡ଼ ହେଲେ, ବ୍ରାହ୍ମଣ ହେଲେ, ଆମେ ଯିବା ପଇସା ଲୋଭରେ ପଡ଼ି ମଦ୍ୟ ବିକ୍ରି କରିବା, ମାଂସ ବିକ୍ରି କରିବା, ଜୀବ ହତ୍ୟା କରିବା, ପରଧନକୁ ଲୁଣ୍ଠନ କରିବା। ସେଇଟା ହଉଛି ଆମେ ନିଜେ କରିବା କର୍ମ। ଆମକୁ ଭଗବାନ ସେଇଟା ଦେଇନାହାନ୍ତି। ତେଣୁ ଏ କଳି ଯୁଗରେ ସେଇ କର୍ମ ଯିଏ ନିଜେ କରିବ ତାର ବିନାଶ ହେବ। ଏହି କଥାଟି ଭଗବାନ ଗୀତାରେ କହିଛନ୍ତି। ଅକର୍ମେ ବାସୁଦେବ ପ୍ରୀତି, ନା ମୁଁ ଯେଉଁ ଦେଇଥିବା କର୍ମ ଯେଉଁ ଲୋକ କରେ ମୁଁ ତା ସହିତ ପ୍ରୀତି କରେ। ସିଏ ନିଜେ ଯଦି କରେ ସେଇଟା ହେଲା ତାର କର୍ମ, ସିଏ ଅକାଳରେ ବିନାଶ ଯାଏ। ଏଇଟା ମାନିଲେ ଆମର ମଙ୍ଗଳ ହେବ। ହରେ କୃଷ୍ଣ।